हेलो प्रेज द लॉर्ड एवरीवन। गीत संगीता 22 एक रु 10 पद जेतेବେଳେ ମାନେ ପଢିବା ବହୁତ ଗଭୀର ବିଷୟ ଲେଖା ହେଇଛି, କିନ୍ତୁ ତା ମଧ୍ୟରୁ ମୁଁ ଆପଣମାନଙ୍କ ଠାରେ ଚାରିଟା ପଏଣ୍ଟକୁ ରଖିବା ପାଇଁ ଚାହେଁ। ଆଉ ପ୍ରଥମ ବିଷୟ, ଯେତେବେଳେ ପରମେଶ୍ୱର ଆମମାନଙ୍କ ସାମ୍ନାରେ ଦୂର ଦେଖାଯାଆନ୍ତି, ଏଠାରେ ଦାଉଦ କହୁଛନ୍ତି କି ଦାଉଦ ଯେତେବେଳେ ପ୍ରାର୍ଥନା କଲେ ସେ ତାଙ୍କର ଉପସ୍ଥିତିକୁ ପାଇଲେନି। ମୋର ପ୍ରିୟମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନଙ୍କ ଲାଇଫରେ ଯଦି ପରମେଶ୍ୱର କେତେବେଳେ ଆପଣଙ୍କୁ ଦୂର ପରି ଲାଗନ୍ତି, ଆପଣଙ୍କ ପ୍ରାର୍ଥନା ନ ଶୁଣିଲା ପରି ଲାଗନ୍ତି, ପ୍ରଥମ ବିଷୟ ଆପଣମାନେ ପ୍ରାର୍ଥନା କରନ୍ତୁ। ଏହା ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ଏବଂ ସେକେଣ୍ଡ ବିଷୟ, ଯେତେବେଳେ ଲୋକମାନେ ଆପଣମାନଙ୍କୁ ପରିହାସ କରନ୍ତି, ମୋକ୍ କରନ୍ତି, ଆପଣମାନଙ୍କୁ ମଜାକ କରନ୍ତି, ଆପଣଙ୍କ ଜୀବନକୁ ନେଇକି, ଆପଣଙ୍କର ପରିସ୍ଥିତିକୁ ନେଇକି, ମୋର ପ୍ରିୟମାନେ ଦାଉଦଙ୍କ ପରି ଆପଣ କ'ଣ କରିବା ଦରକାର? ଆପଣଙ୍କୁ ପରମେଶ୍ୱରଙ୍କ ରୂପରେ ବିଶ୍ୱାସ କରିବା ନିହାତି ଆବଶ୍ୟକ। ହାଲେଲୁୟା। କାରଣ ଲୋକଙ୍କ ମତାମତ ଆପଣଙ୍କ ପରିଚୟକୁ ବଦଳେଇ ପାରିବନି। ଆପଣଙ୍କ ଆଇଡେଣ୍ଟି, ମନେ ରଖନ୍ତୁ, ଆପଣଙ୍କର ଆଇଡେଣ୍ଟି ଡିଫାଇନ୍ ଲୋକମାନଙ୍କର ମୋକିଂରେ ନଥାଏ। ମୋର ପ୍ରିୟମାନେ, ପରମେଶ୍ୱର ଆପଣଙ୍କର ଆଇଡେଣ୍ଟିକୁ ବନାନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତ ଥାର୍ଡ ପଏଣ୍ଟ ମନେ ରଖନ୍ତୁ, when your situation change, remember your faithfulness. ହାଲେଲୁୟା। ଯେତେବେଳେ ମନେ ରଖନ୍ତୁ, ଯେତେବେଳେ ଆପଣଙ୍କର ପରିସ୍ଥିତି ପରିବର୍ତ୍ତନ ହୁଏ, ତାଙ୍କର ବିଶ୍ୱସ୍ତତାକୁ ମନେ ପକାନ୍ତୁ, କେବେ ଭୁଲନ୍ତୁ ନାହିଁ ମୋର ପ୍ରିୟମାନେ। କାରଣ ପରମେଶ୍ୱର ଆମମାନଙ୍କର ପରିସ୍ଥିତିକୁ ଚେଞ୍ଜ କରନ୍ତି, ଆମମାନେ ତାଙ୍କର ବିଶ୍ୱସ୍ତତାକୁ ମନେ ପକାଇବା ଦରକାର। ଆମମାନଙ୍କର ପରିସ୍ଥିତି ଚେଞ୍ଜ ହେଲା ପରେ ଆମମାନେ ଚେଞ୍ଜ ନ ହେଇଯିବା ଦରକାର। ଆମେ ତାଙ୍କର ବିଶ୍ୱସ୍ତତା, ତାଙ୍କର ପ୍ରେମ, ତାଙ୍କର ଅନୁଗ୍ରହକୁ ମନେ ପକାଇବା ନିହାତି ଆବଶ୍ୟକ। ହାଲେଲୁୟା। ଏବଂ ଲାଷ୍ଟ ପଏଣ୍ଟ, ଆଉ ମନେ ରଖନ୍ତୁ, ଯେତେବେଳେ ଆପଣମାନଙ୍କର ଫ୍ୟୁଚର ଆପଣଙ୍କୁ ଅନକ୍ଲିନ୍ ପରି ଲାଗେ, ଯେତେବେଳେ ଆପଣଙ୍କର ଫ୍ୟୁଚର ଗୋଟେ ଅସ୍ପଷ୍ଟ ଲାଗେ, କୌଣସି ଗୋଟେ ନିର୍ଦ୍ଦିଷ୍ଟ ନଥାଏ, ଗୋଟେ କ୍ଲିୟର ଆପଣଙ୍କୁ ନ ଲାଗେ, ମୁଁ ଆପଣମାନଙ୍କୁ ଏନକରେଜ କରିବା ପାଇଁ ଚାହେଁ, ରିମେମ୍ବର ୟୁର ବିଗିନିଂ। ହାଲେଲୁୟା। ଆପଣଙ୍କର କ'ଣ ମନେ ରଖନ୍ତୁ, ଆପଣଙ୍କର ଆରମ୍ଭକୁ ମନେ ରଖନ୍ତୁ, ଆରମ୍ଭକୁ ମନେ ପକାନ୍ତୁ ମୋର ପ୍ରିୟମାନେ। ଆପଣଙ୍କର ଆଦ୍ୟ ପ୍ରେମକୁ ଆପଣ ଭୁଲନ୍ତୁ ନାହିଁ ମୋର ପ୍ରିୟମାନେ। ମନେ ରଖନ୍ତୁ, ଭେରି ଇମ୍ପୋର୍ଟାଣ୍ଟ ଜିନିଷ, ଯେଉଁ ପରମେଶ୍ୱର ଆରମ୍ଭରୁ ଆପଣଙ୍କ ସହିତ ଅଛନ୍ତି, ମାତାର ଗର୍ଭରୁ ଆପଣଙ୍କୁ ସୃଷ୍ଟି କରିଛନ୍ତି, ମନୋନୀତ କରିଛନ୍ତି, ଆପଣଙ୍କ ପରିସ୍ଥିତିରେ ମଧ୍ୟ ସେମ୍ ପରମେଶ୍ୱର ଆଜି ଆପଣଙ୍କ ସହିତ ଅଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେଣୁ ଏହି ଗୀତ ସଂଗୀତା 22ରୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣ କେବେ ଆପଣଙ୍କର ଲଢ଼େଇକୁ, ପରମେଶ୍ୱରଙ୍କର ଉପସ୍ଥିତିରେ ରହିବାର ଲଢ଼େଇକୁ କେବେ ଆପଣ ଛାଡ଼ନ୍ତୁନି। ଯଦି ଆପଣମାନେ ଦେଖିବେ, ବୋଧେ ପଦ 2ରେ ଲେଖା ହେଇଛି, ସେ ଦିନ ବେଳେ ରାତିରେ ସବୁବେଳେ ପ୍ରାର୍ଥନା କରୁଥିଲେ, ତାଙ୍କର ଉପସ୍ଥିତି ତାଙ୍କୁ ମିଳୁନଥିଲା, ତଥାପି ସେ ପ୍ରାର୍ଥନା କରୁଥିଲେ। ଅର୍ଥାତ୍ କ'ଣ, ଆମମାନଙ୍କର ଲଢ଼େଇ ବନ୍ଦ ନ କରିବା ଆବଶ୍ୟକ, ପ୍ରାର୍ଥନାର ଲଢ଼େଇ। ହାଲେଲୁୟା। ଏହି ବାକ୍ୟ ଦ୍ୱାରା ପ୍ରତ୍ୟେକ ଜଣଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍।